ଆଉ ସୁନୟନା ମିଶି ମହାପାପୀ ସୁଗନ୍ଧାକୁ ସବୁଦିନ ପାଇଁକି ଘରୁ ଗଳା ଧକ୍କା ଦେଇ ଗୋଇଠା ମାରି ବିଦା କଲେ। ହଁ ଦର୍ଶକ ବନ୍ଧୁ, କିନ୍ତୁ ସୁଗନ୍ଧା ଘରୁ ଗଲାବେଳେ କରିଲେ ମହା ଷଡ଼ଯନ୍ତ୍ର। ହଁ ଦର୍ଶକ ବନ୍ଧୁ, ଏମିତି କିଛି ହେଇଛି। ଯେତେବେଳେ ବିବେକ ଘର ଲୋକ ଆଗରେ ସୁନୟନାକୁ ପଚାରିଛନ୍ତି କେମିତି ଆମେ ବରଫ ହେଲୁ, ସୁନୟନା କହୁଛନ୍ତି ସତ କଥା, ମୁଁ ବିବେକ ବାବୁଙ୍କୁ କହିଦିଏ କି ମମି ଏସବୁ ବବଲୁ ପାଇଁ କରିଛନ୍ତି ବୋଲି ବିବେକ ବାବୁଙ୍କ ମନରେ ବହୁତ କଷ୍ଟ ହେବ। ମମିଙ୍କ ଉପରେ ବହୁତ ରାଗିବେ। ଏବେ ମୁଁ କ'ଣ କରିବି, କହିବି ନା କହିବିନି? ଏହାପରେ ବିବେକ ବାବୁ କହୁଛନ୍ତି ଆରେ ସୁନୟନା କ'ଣ ଭାବୁଛ, କହୁନ ଜଲ୍ଦି। ତାପରେ ସୁନୟନା କହୁଛନ୍ତି କହିଲେ ବିବେକ ବାବୁ ଘରକୁ ଯେତେବେଳେ ଆସିଲି ନା ସେତେବେଳକୁ ଅଲରେଡ଼ି ସମସ୍ତେ ବରଫ କରିଦେଇଥିଲା ସେ ବାବା। ଏପଟେ ଭାନୁବାବୁ କହୁଛନ୍ତି ବାବା ଉପରେ ଛନ୍ଦିତା ଆଣିଥିଲା ଭୂତ ଭଗେଇବା ପାଇଁକି। ଏହା ଶୁଣି ବିବେକ ବାବୁ କହୁଛନ୍ତି ମୁଁ ତ ପ୍ରଥମରୁ ହିଁ କହୁଥିଲି ସେ ଜଣେ ଭଣ୍ଡ ବାବା ବୋଲି, ସେ ସତସତିକା ବାବା ନୁହେଁ। ଏପଟେ ସୁନୟନା କହୁଛନ୍ତି ଭଣ୍ଡ ବାବା ମୋତେ ଗୋଟେ ଢଗ ଦେଇଥିଲା, ସେଠି ଦେଖ ମୁଁ ଲେଖିଛି। କହିଥିଲା ତମେ ଯଦି ଢଗର ଉତ୍ତର ବାହାର କରିଦେବ ତାହେଲେ ସବୁ କିଛି ଆଗ ଭଳିଆ ଠିକ୍ ହେଇଯିବ, ଆଉ ସମସ୍ତେ ବରଫରୁ ମୁକ୍ତି ହେଇଯିବେ। ବିବେକ ବାବୁ କହୁଛନ୍ତି ତମେ ଏତେ ଷ୍ଟ୍ରଙ୍ଗ ଜିନିଷକୁ ସଲ୍ଭ କରିଦେଲ। ସୁନୟନା କହୁଛନ୍ତି ହଁ ବିବେକ ବାବୁ, ତାର ଉତ୍ତର ଥିଲା ପ୍ରେମ। ପ୍ରେମରେ ତ ମଣିଷ ଜିତିଯାଏ, ଏଇଟା ତ ମାତ୍ର ସାମାନ୍ୟ ଗୋଟେ ଢଗ ଥିଲା। ତାପରେ ବିବେକ ବାବୁ କହୁଛନ୍ତି ଧନ୍ୟବାଦ ସୁନୟନା, ତମେ ପୁନର୍ବାର ଆମ ଜୀବନ ରକ୍ଷା କରିଦେଲ। ତାପରେ ସୁନୟନା ହଁ କରୁଛନ୍ତି। ଏପଟେ ବିକାଶ ବାବୁ କହୁଛନ୍ତି ଗୋଟେ କଥା ବୁଝିପାରୁନି, ସେ ବାବା ଆମ ସହିତ ଏମିତି କାହିଁ କଲା, ମୋ ମନରେ ଏମିତି ପ୍ରଶ୍ନ ଉଠୁଛି। ତାପରେ ବିବେକ ବାବୁ ସୁଗନ୍ଧା ଆଡ଼େ ଅନେଇ କହୁଛନ୍ତି ଗନ୍ଧା, ତମେ ମୋତେ କହୁଥିଲ ନା ଏଇ ଘରେ ଭୂତ ଅଛି ବୋଲି, ଆଉ ଏମିତି ନୁହେଁ ତ? ତମେ ସେ ଭଣ୍ଡ ବାବା ସହିତ ମିଶିକି ପୁରା ବହୁତ ବଡ଼ ଷଡ଼ଯନ୍ତ୍ର କରିଛ, ଏଡ଼େ ବଡ଼ ପ୍ଲାନ୍କୁ ଇମ୍ପ୍ଲିମେଣ୍ଟ କରିଛ, ଲୋକମାନେ କେମିତି ହଇରାଣ ହେବେ ବୋଲି। ସତ କଥା କୁହ, କ'ଣ ହେଇଛି? ବିବେକ ମୁଁ ସେମିତି କିଛି କରିନି, ତା ଛଡ଼ା ମୋ ସହିତ ବି ଖୁଡ଼ି ବି ଥିଲେ, ଖୁଡ଼ି ବି ସେ ଭୂତକୁ ଦେଖିଥିଲେ। ଆପଣ ଦେଖିଥିଲେ ନା ଖୁଡ଼ି ଭୂତକୁ? ସତ କଥା ବିବେକ, ମୋ ଉପରେ ତମେ ବିଶ୍ୱାସ କର, ଆମେ ଖୁଡ଼ିର ମୋର ଲଗନରେ ଠିଆ ହେଇଥିବା ସମୟରେ ଆମେ ଦୁଇ ଜଣ ଆଗ ଦେଖିଥିଲୁ। ତାପରେ ଛନ୍ଦିତା କହୁଛନ୍ତି ଏଠି ମୋତେ ଚୁପ୍ ରହିବାଟା ଶ୍ରେୟସ୍ କର। ତାପରେ ସୁଗନ୍ଧା ପୁଣି କହୁଛନ୍ତି ନିଜେ ଭାବ ବିବେକ, ମୁଁ ଯଦି ନିଜେ ସେ ବାବାକୁ ଆଣିଥାନ୍ତି ତାହେଲେ ମୁଁ କ'ଣ ପାଇଁ ସେ ଆଇ ଷ୍ଟାଚ୍ୟୁ ହେଇକି ଠିଆ ହେଇଥାନ୍ତି ସେଠି। ତାପରେ ବିବେକ କହୁଛନ୍ତି ଏ ସୁଗନ୍ଧା, ମୁଁ ତୁମ ଉପରେ ଟିକେ ହେଲେ ବି ଭରସା ନାହିଁ। ମମି ଆପଣ ବବଲୁକୁ ପାଖରେ ରଖିବା ପାଇଁକି ଏଇ ସୁଗନ୍ଧାକୁ ନିର୍ଦ୍ଦେଶ ଦେଇଥିଲେ ନା ରହିବା ପାଇଁ ଏ ଘରେ। ଟିକେ ଭାବ ମମି, ଯେଉଁ ସମୟରେ ସୁନୟନା ପୂଜା କରିବାକୁ ଯାଇଥିଲେ ମନ୍ଦିରକୁ, ଠିକ୍ ସେଇ ସମୟରେ ସୁଗନ୍ଧାଙ୍କର ହେଲା ଏଣ୍ଟ୍ରି। ତାପରେ ବୁଲବୁଲ ଦେବୀ ଏପଟେ ଗହନ ଚିନ୍ତାରେ ପଡ଼ିଛନ୍ତି। ତାପରେ ସୁନୟନାଙ୍କର ଫୋନ୍ ଲାଗିଲାନି, ତାଙ୍କ ସହିତ ଯୋଗାଯୋଗ କରିପାରିଲାନି, ଆଉ ହଠାତ୍ ଗୋଟେ ଭଣ୍ଡ ବାବା ଆମ ଘରେ ଆସିକି ପହଞ୍ଚିଲା। ତାପରେ ସମସ୍ତଙ୍କ ଜୀବନ ବିପଦରେ ପରିପୂର୍ଣ୍ଣ ହୋଇଗଲା। ଏଇଟା ଗୋଟେ କୋଇନ୍ସିଡେଣ୍ଟ ନୁହେଁ ମମି, ଏଇଟା ଗୋଟେ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଥିଲା। ଆଉ ଏ ପ୍ଲାନ୍କୁ କିଏ କରିଛି ଭଲରେ ଭଲରେ କହିଦିଅ। ତାପରେ ପ୍ରିୟା କହୁଛନ୍ତି ମୋତେ ବି ଡାଉଟ୍ ହେଉଛି, କାରଣ ସେଦିନ ମମି ମୋତେ ସୁନୟନା ସହିତ ମନ୍ଦିର ଯିବା ପାଇଁକି ମନା କଲେ, ଆଉ ରାଗିଲେ ମୋ ଉପରେ। ଲାଗୁଛି ଦୁଇ ଜଣଙ୍କର ହାତ ଅଛି ଏଥିରେ, ଆଉ ଜଣେ ଏଥିରେ ମାଷ୍ଟର ମାଇଣ୍ଡ ଅଛନ୍ତି। ହଁ, ତାପରେ ବୁଲବୁଲ ଦେବୀ ଆଡ଼େ ଅନଉଛନ୍ତି, କହୁଛନ୍ତି ସତ କୁହ ବୁଲବୁଲ ଦେବୀ। ବିବେକ ବାବୁ କହୁଛନ୍ତି ଏଠି ଆପଣ ମମି କ'ଣ ପଚାରୁଛନ୍ତି, ଦୋଷୀ ପୁରା ଆମ ସମସ୍ତଙ୍କ ସାମ୍ନାରେ ଠିଆ ହେଇଛି ପୁରା। ଶୁଣି ସୁଗନ୍ଧା ପୁରା ଛାନିଆ ହେଇଛନ୍ତି। ଆଉ ବିବେକ ବାବୁ କହୁଛନ୍ତି କୁହ ସୁଗନ୍ଧା, ଏସବୁ ପଛରେ ତମର ହାତ ଥିଲା ନା? ସୁଗନ୍ଧା ପୁରା ଛାନିଆ ହେଇକି ଡରିକି ପୁରା ପିଳେଇ ପାଣି ହେଇଗଲେଣି। ଏବେ ବୁଲବୁଲ ଦେଇ ମନା କରୁଛନ୍ତି କିଛି କହନି ବୋଲି। ବିବେକ ବାବୁ କହୁଛନ୍ତି ଚୁପ୍ କାହିଁ ରହିଲ, ଜଲ୍ଦି କୁହ। ତାପରେ ବୁଲବୁଲ ଦେବୀ କହୁଛନ୍ତି ସୁନୟନା ଯଦି କିଛି କହିଲାନି, ମୁଁ କାହିଁ ଦୋଷ ଗୁରା ମୁଣ୍ଡେଇକି ମୋ ଆଡ଼େ ଆଣିବି କ'ଣ ପାଇଁ? ତାପରେ ସୁଗନ୍ଧା କହୁଛନ୍ତି ମମିଙ୍କ ବିରୁଦ୍ଧରେ କିଛି ବି କୁହେ ତାହେଲେ ଘର ଲୋକ କଦାପି ହେଲେ ବିଶ୍ୱାସ କରିବେନି, ଓଲଟା ଘର ଲୋକ ସମସ୍ତେ ମୋ ଉପରେ ଦୋଷ ଲଦି ଦେବେ। ଯେଉଁ ମମିଙ୍କର ମୋ ଉପରେ ଥିବା ଟିକକ ଭଲ ପାଇବା ତାକୁ ବି ହରେଇ ଦେବି। ଏବେ ମୋତେ ଏଠି ଚୁପ୍ ରହିକି ସମସ୍ତଙ୍କର କଥା ଶୁଣିବାକୁ ପଡ଼ିବ, କାରଣ ପ୍ରଭୁ ଶ୍ରୀକୃଷ୍ଣ ବି ଗଧ ଭାତ ଦିନେ ଧରିଥିଲେ। ତାପରେ ବିବେକ କହୁଛନ୍ତି ଚୁପ୍ କାହିଁ ରହିଲ ସୁଗନ୍ଧା, ଜବାବ ଦିଅ। ତମ ପାଖରେ ତ ଜବାବ ନଥିବ, ଜବାବ କ'ଣ ଦେବ, ଜବାବ ଦିଅ। ସୁଗନ୍ଧା ପୁରା ଚିଡ଼ିକି ସତ କହି ଦେଉଛନ୍ତି ଆପଣ ଟିକେ ବିବେକକୁ ବୁଝାନ୍ତୁ ନା, ସେ ମୋ ଉପରେ ଏମିତି ରାଗିବେନି, ମୋତେ ଇନସଲ୍ଟ କରିବେନି, ନହେଲେ ମମି ମୁଁ ବାଧ୍ୟ ହେଇ ବବଲୁକୁ ଏ ଘରୁ ନେଇକି ଚାଲି ପଳେଇବି ସବୁଦିନ ପାଇଁ। ବିବେକ ବାବୁ ତାଳି ମାରିକି କହୁଛନ୍ତି ବାଃ ସୁଗନ୍ଧା ବାଃ, ବଡ଼ ଚାଲୁମାଲ ଅଛ। ମମିକୁ ଯାଇ ସେପଟେ ଫୁସଲେଇ ଦେଲ, କହିଲ କ'ଣ ନା ବବଲୁକୁ ନେଇକି ଚାଲିଯିବ। ଯାଅ ନେଇକି ଚାଲିଯାଅ ବବଲୁକୁ, ଜଲ୍ଦି ଯାଅ ଏଠୁ ଚାଲିକି।
ଆଉ ତମେ ଭଲ ଭାବରେ ଜାଣିଛ ଏଠୁ ତମେ ବବଲୁକୁ ନେଇକି ଚାଲିଗଲା ପରେ ତାର ଜୀବନର ଅନ୍ଧକାରମୟ ହେଇଯିବ, ତା ଫ୍ୟୁଚର କ'ଣ ହେବ ତମେ ଭଲ ଭାବେ ଜାଣିଛ। ଯେଉଁ ଭୁଲକୁ ଲୁଚେଇବାକୁ ଯାଇକି ବବଲୁର ଜୀବନକୁ ନଷ୍ଟ ଜମା କର ନାହିଁ। ସ୍ତ୍ରୀଙ୍କର ଇମୋସନ ସହିତ ଗୋଡ଼ ଥୋଇକି ଆମ ଉପରେ ଯଦି ଖେଳ ଖେଳିବ ଏଇଟା ତମ ଭୁଲ ଧାରଣା। ଆଜି ମୁଁ କାହା କଥା ଶୁଣିବିନି, ଆଉ ତମ ଭଳି ଜଣେ ବିଷାକ୍ତ ବିଷଧର ନାଗୁଣୀକୁ ଏ ଘରେ ଜମାରୁ ହେଲେ 1 ମିନିଟ୍ ରହିବାକୁ ଦେବିନି। ତାପରେ ସୁଗନ୍ଧା ଏହା ଶୁଣି ପୁରା ଛାନିଆ ହେଇକି କହୁଛନ୍ତି, ତମେ ଯଦି ଚାହୁଁଛ ମୋତେ ମୁଁ ଚାଲିଯିବି ବୋଲି ତାହେଲେ ମୁଁ ଚାଲିଯିବି, କିନ୍ତୁ ବବଲୁକୁ ମୋ ସହିତ ନେଇକି ଚାଲିଯିବି। ଏବେ ବିବେକ କହୁଛନ୍ତି ଏଇଟା ତମର ଇଚ୍ଛା, ମୋର ସେଥିରେ କିଛି କହିବାର ନାହିଁ। ତାପରେ ବୁଲବୁଲ ଦେଇ ପୁରା କହୁଛନ୍ତି, ବବଲୁ କୁଆଡ଼େ ହେଲେ ଯିବନି, ମୋ କଥା ଟିକେ ବୁଝିବାକୁ ଚେଷ୍ଟା କରେ ପୁଅ। ବିବେକ ବିବେକ ତୁ ସୁଗନ୍ଧାକୁ ଭରସା କରୁନୁ, କିନ୍ତୁ ସୁଗନ୍ଧାଠାରୁ ମୁକ୍ତି ପାଇବା ପାଇଁ କି ନିଜର ରକ୍ତ ନିଜର ପୁଅକୁ ତୁ କେମିତି ଦୂରେଇ ଦେବୁ ବିବେକ? ତୁ କେମିତି ଦୂରେଇ ଦେବୁ ତୋ ନିଜ ରକ୍ତକୁ? ତାପରେ ବିବେକ ରାଗିକି କହୁଛନ୍ତି, ବାସ୍ ମାମା ବାସ୍, ନିଜ ରକ୍ତ କହିକି ମୋ ମୁଣ୍ଡଟାକୁ ପୁରା ଖରାପ କରିସାରିଲୁଣି। ଏଇ କଥା ଶୁଣି ଶୁଣି ମୁଁ ପୁରା ଥକି ଗଲିଣି ମମି। ସତ କଥାଟା ହେଲା, ଏଇଟା ମୁଁ ସତ କଥା କହିବାକୁ ଚାହୁଁଛି, ଏଇଟା ହେଲା ସତ କଥା ହେଲା କଥା ଶୁଣିବାକୁ ସମସ୍ତେ ଏକାଠି ହେଇଛନ୍ତି। ଆଉ ବିବେକ ବାବୁ ରାଗିକି ପୁରା କହୁଛନ୍ତି, ବବଲୁ ହେଉଛି ମୋ ପୁଅ ନୁହଁ, ସେ ମୋ ରକ୍ତ ନୁହଁ, କି ଚୌଧୁରୀ ପରିବାରର ଉତ୍ତରାଧିକାରୀ ବି ନୁହଁ। ହେଲା, ସମସ୍ତେ ଶୁଣିଥାଅ କାନ ଖୋଲିକି। ଏହା ଶୁଣି ସାଙ୍ଗେ ସାଙ୍ଗେ ବୁଲବୁଲ ଦେବୀ ଛାନିଆ ହେଇକି ବେହୋସ ହେଇଯାଉଛନ୍ତି। ଏଇପଟେ ସୁନେନା ଡାକିକି ନେଇ ବିବେକ ବାବୁ କହୁଛନ୍ତି, ପୁରା ପରିବାର ଜାଣିଛି ବବଲୁ ଭିତରେ ମମିଙ୍କର ଜୀବନ ଅଛି, କିନ୍ତୁ ଏତେ ବଡ଼ କଥାକୁ କିଛି ନ ଭାବି ନ ସୁଝି ସାଙ୍ଗେ ସାଙ୍ଗେ ମୁହାଁମୁହିଁ କହିଦେଲ। ଯଦି ଏହା ଶୁଣି ମମିଙ୍କର କିଛି ହେଇଯାଏ ତେବେ? ଏଡ଼େ ବଡ଼ ଆଘାତକୁ ସହି ନ ପାରନ୍ତି, ତାଙ୍କର କିଛି ହେଇଯାଏ ଯଦି ତେବେ କ'ଣ ହେବ କୁହ? ତାପରେ ବିବେକ କହୁଛନ୍ତି, କ୍ଷମା କରିଦିଅ ସୁନେନା। ଏହି ସମୟରେ ସୁଗନ୍ଧା ସେଠାକୁ ଚାଲି ଆସିନ୍ତି। କହୁଛନ୍ତି, ବିବେକ ବାବୁ ମୋ କଥା ଚିନ୍ତା କରୁନି, ଆଟଲିଷ୍ଟ ବବଲୁର ଫ୍ୟୁଚର ଉପରେ ତ ଏମିତି ଜମା ହେଲେ ଖେଳନି, କାରଣ ସିଏ ତମକୁ ପାପା ବୋଲି ମାନୁଛି। ବିବେକ ମୁଁ ତମ ଆଗରେ ହାତ ଯୋଡ଼ିକି କହୁଛି, ଏ ସିକ୍ରେଟକୁ ସିକ୍ରେଟ ରହିବାକୁ ଦିଅ, ବାହାରେ ଜମା ହେଲେ ୟାକୁ ପ୍ରଘଟ କରନି, କାରଣ ଏହା ହେଲାନେ ବବଲୁର ଜୀବନ ନଷ୍ଟ ହେଇଯିବ। ତା ଜୀବନ ନଷ୍ଟ କରନି ବିବେକ। ତାପରେ ସୁନେନା କହୁଛନ୍ତି, ଗନ୍ଧା ତମେ ତମ ପୁଅ କଥା ଚିନ୍ତା କରିପାରୁଛ, କିନ୍ତୁ ମୋ ଗୁଡ଼ିଆ କଥା କ'ଣ? ତମ ପୁଅ ଯଦି ଏଇ ଘରର ଅଂଶ ନ ହେଇକି ବି ତା ଫ୍ୟୁଚର କଥା ତମେ ଚିନ୍ତା କରୁଛ, ଆଉ ମୋ ଝିଅ କଥା ମୁଁ କାହିଁ ଚିନ୍ତା ନ କରିବି? ଆଉ ମୋ ଝିଅକୁ କ'ଣ ପାଇଁ ତା ଅଧିକାରରୁ ତମେ ବଞ୍ଚିତ କରୁଛ? ସହିତ ଏତେ ଅନ୍ୟାୟ କଲ, ତାକୁ ଏତେ କଷ୍ଟ ଦେଲ, ତଥାପି ତମେ ତମ ପୁଅ କଥା ଚିନ୍ତା କରିପାରୁଛ, ତା ଫ୍ୟୁଚର କଥା ଦେଖିପାରୁଛ? ବବଲୁ ପାଇଁ ମୋର ଚିନ୍ତା ନାହିଁ, ମୁଁ ତାକୁ ନିଜ ପୁଅ ଭଳିଆ ପାଳିବି। ଗନ୍ଧା ଏ ଘରେ ରହିବନି 1 ମିନିଟ୍ ହେଲେ ବି, ତାକୁ ଏବେ ତୁରନ୍ତ ହିଁ ଏ ଘର ଛାଡ଼ି ଯିବାକୁ ପଡ଼ିବ। ବିବେକ ବାବୁ କହୁଛନ୍ତି, କହିଛ ତମେ ସୁନେନା। ଆଉ ସୁଗନ୍ଧା ତମେ ଯଦି ବବଲୁ କଥା ଏତେ ଚିନ୍ତା କରୁଛ ଆଉ ଜେଲକୁ ବି ଯିବାକୁ ଚାହୁଁନ, ବବଲୁକୁ ଏଇଠାରେ ଆମ ପାଖେ ଛାଡ଼ିଦେଇ ସବୁଦିନ ପାଇଁକି ଏ ପରିବାର ଆମଠାରୁ ପୁରାପୁରି ଦୂରେଇ ଯାଅ, ଅଜଣା ରାଜ୍ୟକୁ ପଳାଅ। ପର୍ଯ୍ୟନ୍ତ ମମି ସତ କ'ଣ ଜାଣିନାହାନ୍ତି, ସେ ଆମ ପାଖରେ ସୁରକ୍ଷିତ ହେଇକି ରହିବ। ସୁଗନ୍ଧା କହୁଛନ୍ତି, ପର୍ଯ୍ୟନ୍ତ ବବଲୁ ଏ ଘରେ ଅଛି, ଏ ଘରର ଦ୍ୱାର ମୋ ପାଇଁକି ସର୍ବତ୍ର ଖୋଲା ରହିବ। ଠିକ୍ ଅଛି ବିବେକ, ତମ କଥାରେ ଯଦି ମୁଁ ଏ ଘରୁ ଚାଲିଯାଏ ବବଲୁର ମଙ୍ଗଳ ହୁଏ, ତାହେଲେ ନିହାତି ଭାବରେ ମୁଁ ଏ ଘରୁ ଏବେ ହିଁ ଗୋଡ଼ କାଢ଼ି ଚାଲିଯିବି। ଏ ମିଛ କାନ୍ଦିବା କାନ୍ଦୁଛନ୍ତି। ତାପରେ ବିବେକ କହୁଛନ୍ତି, ଚୁପଚାପ ଏପଟେ ରାସ୍ତା ଅଛି, ବାଟେ ବାଟେ ଚାଲିଯାଅ, ଏଠି ଯେମିତି ହଙ୍ଗାମା ନ କର, କେହି ନ ଜାଣୁ। ତାପରେ ମମିଙ୍କର ହୋସ୍ ଆସିଯାଇଛି। ହୋସ୍ ଆସିବା ସମୟରେ ସୁଗନ୍ଧା ପଛପଟେ ଚାଲିକି ଯିବା ସମୟରେ ମନେ ମନେ କହୁଛନ୍ତି, ଏ ତ ଚାଲିଯିବି, ଆଉ କିନ୍ତୁ ଯେତେବେଳେ ଫେରିବି ମହାପ୍ରଳୟ ନେଇକି ଆସିବି, ସେତେବେଳେ ସୁନେନାର ଦ ଏଣ୍ଡ ହେବ, ଆଉ ମୋର ନୂଆ ଆରମ୍ଭ ହେବ। ଆଉ ନୂଆ ଆରମ୍ଭ ମାନେ ପୁରା ବଡ଼ ଆକାରରେ ଆରମ୍ଭ ହେବ। ଆପଣମାନଙ୍କୁ କ'ଣ ଲାଗୁ ସାଙ୍ଗମାନେ, କ'ଣ ସୁଗନ୍ଧା ଯେଉଁ ମହା ଷଡ଼ଯନ୍ତ୍ର କରିବାକୁ ଚେଷ୍ଟା କରୁଛନ୍ତି ସେଥିରେ ସେ ସାଙ୍ଗମାନେ ଆପଣଙ୍କୁ କ'ଣ ଲାଗୁଛି? ଯେମିତି ସୁଗନ୍ଧା ଘର ଛାଡ଼ିକି ଚାଲିଗଲେ, କ'ଣ ସେ ପୁଣି ଫେରିବେ ଆଉ ଆଣିବେ ଗୋଟେ ମହା ଆଉ ବଡ଼ ଷଡ଼ଯନ୍ତ୍ର? ଆପଣଙ୍କୁ କ'ଣ ଲାଗୁଛି କମେଣ୍ଟ କରିକି ଜଣାନ୍ତୁ। ଆଜିର ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ ଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।